ପାଠ ପଢା ପାଇଁ ଅର୍ଥ ସାଜିଛି ବାଧକ। ବାପା ଚାଷ କରି ଯାହା ଅମଳ କରନ୍ତି ବର୍ଷ ଶେଷକୁ ବିକ୍ରି କରି ପିଲାମାନଙ୍କୁ ପାଠ ପଢେଇଥାନ୍ତି। ଆମେ ଯଦି କହିବା ଘସିପୁରା ବ୍ଲକ ଜାମୁବାହାଳି ଗାଁର ଯୋଉ ସୁଦାମ ହାସଦା 126 ନମ୍ବର ର୍ୟାଙ୍କରେ ରହି ସେ ନିଟ୍ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ କିନ୍ତୁ ଏଇନା ବର୍ତ୍ତମାନ ତାଙ୍କ ପାଠ ପଢା ପାଇଁ ସେ ଅର୍ଥ ସାଜିଛି ବାଧକ କହିପାରିବା। ଆମ ସହିତ ଅଛନ୍ତି ସୁଦାମ ହାସଦା ଅଛନ୍ତି, ଆମେ ତାଙ୍କ ସହିତ ଟିକେ ଅଧିକ ଆଲୋଚନା କରିବା। ଆଜ୍ଞା, କଣ ଦେଖୁଛନ୍ତି ଆପଣ ଏଇ ଯୋଉ 26 ନମ୍ବର ର୍ୟାଙ୍କରେ ଏସଟି କୋଟାରେ ଆପଣ ଉତ୍ତୀର୍ଣ୍ଣ ହେଲେ, ଏବେ କଣ ପାଠ ପଢିବାକୁ ଚାହୁଁଛନ୍ତି? ସାର୍ ମୁଁ ଏମବିବିଏସ୍ କରିବାକୁ ଚାହୁଁଛି। କୋଉଠି ପଢୁଥିଲେ ଆପଣ, ସମ୍ପୂର୍ଣ୍ଣ ବିବରଣୀ? ସାର୍ ମୁଁ ଜବାହର ନବୋଦୟ ବିଦ୍ୟାଳୟ କେନ୍ଦ୍ରାପଡ଼ାରୁ ପଢୁଥିଲି। ସେଟା 2025 ରେ ପାସ୍ ଆଉଟ୍ ହେଇଥିଲି। ସେଇ ବର୍ଷ ମୁଁ ନିଟ୍ ଟା ଦେବି ବୋଲି ଭାବୁଥିଲି, କିନ୍ତୁ କିଛି ଗୋଟେ କାରଣ ପାଇଁ ଦେଇପାରିନଥିଲି। ତ ମୁଁ ଏଇ ବର୍ଷ ଦେବି ବୋଲି ଡିସାଇଡ୍ କରିସାରିଥିଲି। ତ ଘରେ କହିଲି କି ଗୋଟେ ଡ୍ରପ୍ ନେବାକୁ ପଡ଼ିବ, ଯାହାହେଲେ ବି ମୋର ସ୍ୱପ୍ନ ଅଛି ଡକ୍ଟର ହେବାର, ତ ମୁଁ ଡକ୍ଟର ହିଁ ହେବି। ତ ଘରେ କହୁଥିଲେ ଫାଷ୍ଟ କି କଲେଜ ନେଇଯା। ତ ମୁଁ ଭାବିଲି ନାଇଁ, କଲେଜ ଯିବିନି, ଡ୍ରପ୍ ହିଁ ନେବି। କୌଣସି କରିକି ଏମିତି ମନେଇକି ମୁଁ ଗୋଟେ ଡ୍ରପ୍ ନେଇଗଲି। ତ ଡ୍ରପ୍ ତ ନେଇଗଲି, କିନ୍ତୁ କୋଚିଂ ପାଇଁ ମୋ ପାଖରେ ସେତିକି ଅର୍ଥ ନଥିଲା। କୋଉ ନବୋଦୟ ବିଦ୍ୟାଳୟରେ ଆପଣ ପାଠ ପଢୁଥିଲେ? କେନ୍ଦ୍ରାପଡ଼ା ନବୋଦୟ ବିଦ୍ୟାଳୟରେ। ଆଚ୍ଛା, ଡାକ୍ତରୀ ପଢିବା ପାଇଁ କାହିଁକି ଇଚ୍ଛା କଲେ? ଛୋଟବେଳୁ ସାର୍ ଗୋଟେ ସ୍ୱପ୍ନ ଥିଲା କି ସାର୍ ବଡ଼ ହେଇକି ଡାକ୍ତର ହେବି। ତ ସାର୍ ସେଇଆ ସ୍ୱପ୍ନ ଥିଲା, ତ ମୁଁ ଭାବିଲି ସ୍ୱପ୍ନଟାକୁ ପୁରା କରିବି। ଆପଣଙ୍କ ଘରେ ଆଉ କିଏ କିଏ ସବୁ ଅଛନ୍ତି? ସାର୍ ଏବେ ତ ଆମେ ବାପା ମା ଆଉ ମୁଁ ହିଁ ଅଛୁ ଘରେ, କିନ୍ତୁ ମୋର 5 ଭଉଣୀ ଅଛନ୍ତି ଯେଉଁମାନେ ବାହାରେ ରହି ପାଠ ପଢୁଛନ୍ତି। କୋଉଠି ସବୁ ପଢୁଛନ୍ତି? ଗଭର୍ଣ୍ଣମେଣ୍ଟ ସେଇ ହଷ୍ଟେଲରେ ରହି ପଢୁଛନ୍ତି। ସାର୍ କିସ୍ରେ 2 ଜଣ ଅଛନ୍ତି, ଆଉ ଏପଟେ ଘଟଗାଁରେ ଦେହରି ପଶିରେ 2 ଜଣ 3 ଜଣ ଅଛନ୍ତି। 2 ଜଣ ଆଉ ସାଇକଣ୍ଡରେ ଗୋଟେ ଜଣେ ଅଛନ୍ତି। ଆପଣ ଯୋଉ ବର୍ଷେ ଡ୍ରପ୍ ଆଉଟ୍ ନେଲେ, କାହିଁକି ନେଲେ? କଣ ରହିଲା ସମସ୍ୟା ଯେ ଆପଣ ଡ୍ରପ୍ ଆଉଟ୍ ନେଲେ? ସାର୍ ଗଲା ବର୍ଷ କାଷ୍ଟ ସାର୍ଟିଫିକେଟ ଆସିପାରିନଥିଲା, କିଛି ଗୋଟେ ରିଜନ୍ ଥିଲା। ତ ଆସୁ ଲେଟ୍ ହେଇଗଲା। ତ ସେଇ ଥର ମୁଁ ଫର୍ମ ଫିଲ୍ଅପ୍ କରିପାରିନଥିଲି। ତ ନିଟ୍ ତ ଫର୍ମ ଫିଲ୍ଅପ୍ କରିନି, ଯେହେତୁ ନିଟ୍ ତ ଦେଇପାରିବିନି, ତ ମୁଁ ଆଉ କ'ଣ କରିବି? ତ ଭାବିଲି କି ଡ୍ରପ୍ ହିଁ ନେଇଯିବି। ତ ଡ୍ରପ୍ ନେଇଗଲି, ଆଉ ଘରେ ରହିକି ହିଁ ପାଠ ପଢ଼ିଲି। ଏବେ ମାନେ କେତେ ଟଙ୍କା ଆପଣ ହେଲେ ଆପଣ ଡାକ୍ତରୀ ପଢିପାରିବେ ଏବଂ ମାନେ ସୁବିଧା ହବ ଆପଣଙ୍କୁ? କେତେ ଟଙ୍କା ଦରକାର? କାହିଁକି କହିଲେ ଏ ଅର୍ଥ କଣ ପାଇଁ ବାଧକ ସାଜିଛି? ସାର୍ ମିନିମମ୍ 60,000 ଟଙ୍କା ଭଳିଆ ଦରକାର ହବ, ଯାହାହେଲେ ବି। ଆଡମିସନ୍, ହଷ୍ଟେଲ ଆଉ ଖାଇବା ପିଇବାକୁ ମିଶେଇକି ସେଇ 60,000 ଭଳିଆ ତ ଦରକାର। ସେତିକି ଯଦି ମିଳିଯାଆନ୍ତା, ମୁଁ ଆଡମିସନଟା କରିଦେଇ ପାରନ୍ତି। ବାପା ଏବେ କଣ କରୁଛନ୍ତି? ବାପା ସାର୍ ଫାର୍ମର, କିନ୍ତୁ ସେ କିଡନୀ ଜନିତ ରୋଗରେ ପୀଡ଼ିତ ଅଛନ୍ତି ବୋଲି ଏବେ ସେ ଘରେ ହିଁ ଅଛନ୍ତି। ନିଶ୍ଚିତ ଭାବରେ ଯୋଉଭଳି ସୁଦାମ ହାସଦା କହୁଥିଲେ, ବାପା ଏଇନା ବର୍ତ୍ତମାନ କିଡନୀ ରୋଗରେ ସେ ଅଛନ୍ତି, ତାଙ୍କର ପୀଡ଼ିତ ଅଛନ୍ତି। ଆମେ ତାଙ୍କ ବାପାଙ୍କ ଠାରୁ ବି ଟିକେ ଆଲୋଚନା କରିବା। ଆଜ୍ଞା, ପୁଅ 126 ନମ୍ବର ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି ନିଟ୍ରେ, କେମିତି ଦେଖୁଛନ୍ତି? କେତେ ଖୁସି ଲାଗୁଛି? ଆଜ୍ଞା, ଖୁସି ତ ଲାଗୁଛି, ପୁଣି ଆହୁରି ଦୁଃଖ ବି ଲାଗୁଛି। ସେ ପଇସା ନାହିଁ ବୋଲି ତ ଦୁଃଖ ଲାଗୁଛି। କ'ଣ କରିବି ଆଉ କେମିତି ପାଠ ପଢ଼େଇବି ପୁଅକୁ? ଆପଣ ପୂର୍ବରୁ କ'ଣ କରୁଥିଲେ? ମୁଁ ଚାଷ କରୁଥିଲି ଆଉ ମୋଲ ମଜୁରୀ କରୁଥିଲି। ଏବେ ପୁଅ ଡାକ୍ତରୀ ପଢିବା ପାଇଁ ଇଚ୍ଛା କରିଛନ୍ତି, କିନ୍ତୁ ତାଙ୍କର ଅର୍ଥ ସାଜିଛି ବାଧକ। ଏଇ ଅର୍ଥଟି କିଭଳି ଆପଣ ଚାହୁଁଛନ୍ତି? କାହା ଦ୍ଵାରା ହେଲେ ଅର୍ଥଟି ଆପଣ ପୁଅ ଆରାମସେ ପାଠ ପଢି ପାରିବ ଏବଂ ସେ ଡାକ୍ତରୀ ସ୍ୱପ୍ନ ଦୂରୀଭୂତ ହବ? ମୁଁ ଚାହୁଁଛି ଯେ ସରକାରଙ୍କ ତରଫରୁ ଯଦି କେଉଁ ସଂଗଠନ ତରଫରୁ ସାହାଯ୍ୟ ମିଳନ୍ତା, ସେ ପୁଅଟା ଭବିଷ୍ୟତ ଆଗକୁ ଯାଇପାରିବ କି ଭଲ ମଣିଷ ହେଇପାରିବ। କୌଣସି ସରକାରୀ ଅଧିକାରୀ କିମ୍ବା କୌଣସି ସଂଗଠନ ତରଫରୁ ଆସିଲେଣି କି ଆପଣଙ୍କୁ ଦେଖା କରୁଛନ୍ତି କିଭଳି ପୁଅ ପାଠ ପଢିବ? ସରକାରଙ୍କ ତରଫରୁ ତ ଏଇ ଡୁବୁଲୁ ବାବୁ ସାର୍ ଅଛନ୍ତି, ଆଉ ସଂଗଠନ ତରଫରୁ କିଏ ଜଣେ ଆସିଥିଲେ ଗତକାଲି, ବିଶ୍ୱ ହିନ୍ଦୁ ପରିଷଦରୁ ଆସିଛନ୍ତି ଆଜି। ନିଶ୍ଚିତ ଭାବରେ କହୁଥିଲେ ତାଙ୍କର ବର୍ତ୍ତମାନ ସୁଦ୍ଧା ଅର୍ଥ ସାଜିଛି ବାଧକ, କାରଣ ପୁଅ ଯେତେବେଳେ 126 ନମ୍ବର ର୍ୟାଙ୍କରେ ଏସଟି କୋଟାରେ ସେ ଉତ୍ତୀର୍ଣ୍ଣ ହେଲେ, ତାଙ୍କ ପୁଅ ଡାକ୍ତରୀ ପାଠ ପଢିବା ନେଇ ଯାହା ସ୍ୱପ୍ନ ରହିଥିବା ବେଳେ ବାପା ଆଗରୁ ଚାଷ କରୁଥିଲେ, ଏଇନା କିଡନୀ ଜନିତ ରୋଗରେ ସେ ପୀଡ଼ିତ ହୋଇ ଘରେ ବସୁଛନ୍ତି। ସମ୍ପୂର୍ଣ୍ଣ ଭାବରେ ଯଦି କହିବା, ପରିବାରରେ 5 ଜଣ, ଆଉ ତାଙ୍କ ତଳେ ସୁଦାମ ହାସଦାଙ୍କ ଉପର ଏବଂ ତଳେ 5ଟି ଭଉଣୀ ଅଛନ୍ତି। ସିଏ ବି ମଧ୍ୟ ବିଭିନ୍ନ ସ୍କୁଲରେ ସେ ପାଠ ପଢୁଛନ୍ତି। କାହିଁ ଏଇ ଯୋଉ ଅର୍ଥ ସାଜିଛି ବାଧକ, ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଯଦି ଆଡମିସନ ଫି ବାବଦକୁ 60,000 ଟଙ୍କା ଏବଂ ଯଦି କହିବା ତାଙ୍କର ମାସିକ ବି କିଛି ଯଦି ମିଳନ୍ତା, ସୁଦାମ ହାସଦା ଯେ ସେ ମଧ୍ୟ ଡାକ୍ତରୀ ପଢି ପୂର୍ବରୁ ଯୋଉଭଳି କହୁଥିଲେ, ସେ ଡାକ୍ତର ପଢିବାର ତାଙ୍କର ଗୋଟିଏ ସ୍ୱପ୍ନ ଅଛି ଏବଂ ଡାକ୍ତରୀ କରି ଲୋକମାନଙ୍କୁ ସେ କିଭଳି ସ୍ୱାସ୍ଥ୍ୟ ସେ ମାଗଣାରେ ଦେଖିବେ, ସେ ନେଇ ସେ ଗୋଟିଏ ପ୍ରକାର ମତ ପ୍ରକାଶ କରୁଥିଲେ। ଯୋଉଭଳି
କହୁଥିଲେ ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦୁଝର ଜିଲ୍ଲାର, କାରଣ ଏଇଭଳି ଖବର ପାଇଲା ପରେ ସେ ବି ମଧ୍ୟ ସୁଦାମଙ୍କୁ ଅଧିକ ସାହାଯ୍ୟ କରିବେ ଏବଂ ଡାକ୍ତରୀ ପଢିବା ପାଇଁ ସେ ଆଗକୁ ମଧ୍ୟ ପରାମର୍ଶ ଦେବେ କିଭଳି ତାଙ୍କର ଡାକ୍ତରୀ ସେ ପାଠ ପଢି ପାରିବେ ଏବଂ ଖୁବ୍ ଡାକ୍ତର ପାଇଲା ପରେ ସେ ଲୋକଙ୍କୁ କିଭଳି ଭାବରେ ଉତ୍ତମ ଚିକିତ୍ସା ସେ କରିପାରିବେ। ତେବେ ଆଶା କରିବା ଏଇ ସୁଦାମ ହାସଦା ନିଶ୍ଚିତ ଭାବରେ ସେ ଡାକ୍ତରୀ ପଢନ୍ତୁ ଏବଂ ତାଙ୍କର ଯୋଉ ଲକ୍ଷ୍ୟ ଅଛି ସେ ଡାକ୍ତର ପଢି ଲୋକମାନଙ୍କୁ କିଭଳି ଭାବରେ ସେ ଉତ୍ତମ ଚିକିତ୍ସା କରିବେ ସେ ବି ମଧ୍ୟ ସଫଳ ହଉ। କେନ୍ଦୁଝର ଜିଲ୍ଲା ଜାମ୍ବାଳି ଗାଁରୁ ମନୋଜ ବାରିକ, ବଡ ଖବର।